बंधुମାନେ ଦେଖନ୍ତୁ ଗତକାଲି ଆପଣମାନଙ୍କୁ ପ୍ରଭାତୀ ପରିଡ଼ା କହିଥିଲେ ଯେ 40 ଲକ୍ଷ ଲୋକଙ୍କୁ ମିଳିଯିବ ସୁଭଦ୍ରା ଟଙ୍କା କିନ୍ତୁ 1 ଟଙ୍କା ଯେଉଁ ଏକ୍ସପେରିମେଣ୍ଟାଲ ବେସିସ୍ରେ ସେ ଯେଉଁ କହିଥିଲେ 1 ଟଙ୍କା ଯେଉଁମାନଙ୍କ ଆକାଉଣ୍ଟକୁ ଯିବ ସେମାନଙ୍କ ଆକାଉଣ୍ଟକୁ ପଇସା ଆସିବ। ଏଇଟା ପ୍ରଥମ ଥର କହିଥିଲେ, ଯେଉଁ 17 ତାରିଖରେ ପ୍ରଥମ ଥର ଯେଉଁ ଆସିଥିଲା ପେମେଣ୍ଟ ସେଇ ଟାଇମ୍ରେ ସେ କହିଥିଲେ, କିନ୍ତୁ କାଲି ତାଙ୍କର କଥାରେ ପରିବର୍ତ୍ତନ ହେଲା। ଏଇଟା କି ପ୍ରକାର ସରକାର ମୁଁ କିଛି ଜାଣିପାରୁନାହିଁ। ଯାହା କଥାରେ କହୁଛନ୍ତି ତାହା କାମରେ କରୁନାହାନ୍ତି। କିନ୍ତୁ ଦେଖନ୍ତୁ କାଲି ସେ କହିଲେ ଯେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣମାନଙ୍କ ଆକାଉଣ୍ଟକୁ ପଇସା ଯିବ। ଯେଉଁମାନଙ୍କ ଆକାଉଣ୍ଟକୁ ଏକ୍ସପେରିମେଣ୍ଟାଲ ବେସିସ୍ରେ ଯେଉଁ 1 ଟଙ୍କା ଯାଉନାହିଁ ତାହେଲେ ସେମାନେ ବ୍ୟତିବ୍ୟସ୍ତ ହେବା କିଛି ଆବଶ୍ୟକତା ନାହିଁ। ଆପଣମାନଙ୍କ ଆକାଉଣ୍ଟକୁ ପଇସା ଯିବ, 40 ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ପଇସା ଯିବ। ସେ କହିବା ଅନୁସାରେ 1,20,00,000 ଲୋକ ଏବେ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିସାରିଲେଣି ସୁଭଦ୍ରା ଯୋଜନାରେ। କିନ୍ତୁ ଏଇଠାରେ ଗୋଟେ ଜିନିଷ ଆପଣ ଜାଣି ରଖନ୍ତୁ, ଯଦି ଏତେ ଲୋକ ରେଜିଷ୍ଟ୍ରେସନ କରିସାରିଲେଣି ତାପରେ ବି ଏଇସବୁ ଜିନିଷ ପ୍ରୋବ୍ଲେମ୍ ହେଉଛି, ଲୋକଙ୍କ ପାଖକୁ ଠିକ୍ ସେ ପେମେଣ୍ଟଟା ଯାଇପାରୁନି। କେତେ ଲୋକ ଫାଷ୍ଟ ଯେଉଁ 25 ଲକ୍ଷ ଯିବାର ଥିଲା 25 ଲକ୍ଷ ଲୋକଙ୍କ ପାଖକୁ ଠିକ୍ ସେ ବି ପେମେଣ୍ଟ ଯାଇନି। 2,000 ରୁ 5,000 ଲୋକଙ୍କ ଆକାଉଣ୍ଟରୁ ପଇସା ଯାଇ ମଧ୍ୟ ଫେରି ଆସିଛି। ତ ଏଇସବୁ ପ୍ରୋବ୍ଲେମ୍ ସବୁ ଫେସ୍ ହେଉଛି। ତ ଆପଣମାନେ ଏଇସବୁ ଜିନିଷରୁ କିଭଳି ବଞ୍ଚିବେ? ଆଉ ଦେଖନ୍ତୁ ସେ କହିଥିଲେ 40 ଲକ୍ଷ ଲୋକଙ୍କୁ ଦିଆଯିବ 9 ଅକ୍ଟୋବରରେ ଦେବାକୁ ଥିବା ଯେଉଁ ଫାଷ୍ଟ କିସ୍ତିର ସେକେଣ୍ଡ ଫେଜ୍ ପେମେଣ୍ଟଟା ସେ ଆସନ୍ତାକାଲି ଦେବାର ଥିଲା। କିନ୍ତୁ 40 ଲକ୍ଷ ଲୋକଙ୍କୁ ଆସନ୍ତାକାଲି ସେ ଦେବେ ନାହିଁ, ସେ ଦେବେ 35 ଲକ୍ଷ ଲୋକଙ୍କୁ। ତ ଯେଉଁମାନଙ୍କ ଆକାଉଣ୍ଟକୁ ଆସିନାହିଁ 1 ଟଙ୍କା, ଜାଣି ରଖନ୍ତୁ ଏ ଯେଉଁ 5 ଲକ୍ଷ ଲୋକ ଏବେ କଟିଯାଇଛନ୍ତି ସେମାନଙ୍କ ଆକାଉଣ୍ଟକୁ ପଇସା କାଲି ଯିବ ନାହିଁ। ତ ଆପଣମାନଙ୍କର ଷ୍ଟାଟସ୍ ଠିକ୍ ଅଛି କି ନାହିଁ, ଆପଣମାନଙ୍କର ଯେଉଁ ଇKYC ପରଫେକ୍ଟ ଅଛି ନାହିଁ, ଆପଣଙ୍କର ସୁଭଦ୍ରା ଯୋଜନାର ଷ୍ଟାଟସ୍ ଚେକ୍ କରିବା ପାଇଁ ଆପଣମାନେ ଏଇ ଯେଉଁ ଡିସପ୍ଲେରେ ନମ୍ବର ଦିଆଯାଇଛି ଆପଣମାନଙ୍କୁ ଏଇଠି ଦେଖାଇ ରଖିବାକୁ ଚାହିଁବି, 14678 ଏଇ ଟୋଲ୍ ଫ୍ରି ନମ୍ବରରେ ଆପଣ କଲ୍ କରିବେ। ଆଉ ଆପଣଙ୍କର ଯେଉଁ ରେଜିଷ୍ଟ୍ରେସନ ଆଇଡି ସେଇଥିରେ ଯେଉଁ ଦେଇଥିଲା ସେଇଥିରେ ଆପଣଙ୍କର ଯେଉଁ ରେଫରେନ୍ସ ନମ୍ବର ଯେଉଁ ଦେଇଥିଲା ସେଇଟାକୁ ଆପଣ ସେ ଟୋଲ୍ ଫ୍ରି ନମ୍ବରରେ ସେ କଲ୍ କଲେ, ପ୍ରତିନିଧିଙ୍କ ସହିତ ଆପଣ ସେଇଟା ସେୟାର କଲେ ସେ ଆପଣଙ୍କ ଷ୍ଟାଟସ୍ କେଉଁ ଯାଏଁ ପହଞ୍ଚିଛି ସେ କହିଦେବେ। ତ ଯଦି ଆପଣମାନେ କୌଣସି କନଫ୍ୟୁଜନ୍ ଅଛି, ଆପଣଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ଅଛି, ତାହେଲେ ମୋତେ କମେଣ୍ଟ କରିକି ଜଣାଇବେ, ମୁଁ ତା'ର ଭିଡ଼ିଓ ସିଓର ନେଇକି ଆସିବି। ଆଉ ଦେଖନ୍ତୁ ଆପଣମାନେ ବ୍ୟସ୍ତ ହେବା କିଛି ଆବଶ୍ୟକ ନାହିଁ, ସରକାର କହିଛନ୍ତି ତ ଦେବେ ବୋଲି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଡିସେମ୍ବର ମାସ ପର୍ଯ୍ୟନ୍ତ ଯେଉଁମାନଙ୍କର ପଇସା ଆସୁନି ଡିସେମ୍ବର ମାସ ପର୍ଯ୍ୟନ୍ତ ଟିକେ ୱେଟ୍ କରନ୍ତୁ, ପଇସା ସମସ୍ତଙ୍କର ଆସିଯିବ। 1 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେ ତ ପେମେଣ୍ଟ ଦେବେ ବୋଲି କହିଛନ୍ତି, ତ ବ୍ୟସ୍ତ ହେବା କିଛି ଆବଶ୍ୟକତା ନାହିଁ। ଯେଉଁମାନଙ୍କର କୌଣସି ପ୍ରୋବ୍ଲେମ୍ ଅଛି ସେମାନେ ବ୍ୟାଙ୍କ ପ୍ରୋବ୍ଲେମ୍ ଯଦି ଅଛି ବ୍ୟାଙ୍କରେ ଯାଇକି ଆପଣ ତା'ର ସମାଧାନ କରନ୍ତୁ। ବ୍ୟାଙ୍କରେ ବେଶୀ ଗହଳି ହେଉଛନ୍ତି, ଯଦି ବେଶୀ ଗହଳିକୁ ଯାଆନ୍ତୁ ନାହିଁ। ଟାଇମ୍ ବି ଅଛି ଆପଣଙ୍କ ପାଖରେ, ଆପଣ ଡିସେମ୍ବର ମାସ ପର୍ଯ୍ୟନ୍ତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହୁଛି ଆପଣଙ୍କର ଏଇସବୁ ଜିନିଷ ପ୍ରୋସେସ୍ କରିବା ପାଇଁ, ତ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ ଆମର ଏଇ ଚ୍ୟାନେଲରେ ସୁଭଦ୍ରା ଯୋଜନା ରିଲେଟେଡ୍ ଯେକୌଣସି ଭିଡ଼ିଓ ଦେଖିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଭିଡ଼ିଓ ବନେଇବା ପାଇଁ ବି ପରିଶ୍ରମ ପଡ଼ୁଛି ଫ୍ରେଣ୍ଡସ୍। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।